ଯେଭଳି ଭାବେ ଯେବେ ଯେବେ ସଡ଼କ ଦୁର୍ଘଟଣା ଘଟେ ଯେମିତିକି ଆପଣଙ୍କର ରାଙ୍ଗାରେଡ୍ଡି ତେଲେଙ୍ଗାନାର ସେଇଠି ଦୁର୍ଘଟଣା ଘଟିବା ଏବଂ 19 ଜଣଙ୍କର ଜୀବନ ଯିବା ଏବଂ ଗୁଜରାଟରେ ରାଜସ୍ଥାନରେ ଫାଲୋଡ଼ରେ ଗୋଟେ ଆକ୍ସିଡେଣ୍ଟ ହେବା ସେଇଠି 15 ଜଣଙ୍କର ଜୀବନ ଯିବା ଏସବୁ କଥାକୁ ନେଇକି ଗୋଟେ ରୋଡ଼ ସେଫ୍ଟି ଉପରେ ଗୋଟେ ଜଜ୍ଙ୍କର ସିଟିଂ ଜଜ୍ଙ୍କର ନେତୃତ୍ୱରେ ଗୋଟେ କମିଟି ଅଛି ସୁପ୍ରିମକୋର୍ଟର ସବୁବେଳେ ସିଏ ତାଙ୍କର ବିଚାର ରଖନ୍ତି ଏବଂ ସୁପ୍ରିମକୋର୍ଟର ଅର୍ଡ଼ର ସେ ପରିପ୍ରେକ୍ଷୀରେ ଗତ 26 ଏପ୍ରିଲରେ ଆସିଥିଲା ସେଇଠି କିଛି ନିର୍ଦ୍ଦେଶ ଥିଲା ଯେଉଁ ନିର୍ଦ୍ଦେଶ କି 40 ମିଟର ଡିଷ୍ଟାନ୍ସରେ କୌଣସି ଅବୈଧ କନଷ୍ଟ୍ରକ୍ସନ୍ ରହିବନି ଆବାସିକ କନଷ୍ଟ୍ରକ୍ସନ୍ ରହିବନି ଏବଂ 75 ମିଟର ଭିତରେ କୌଣସି ବ୍ୟବସାୟିକ କନଷ୍ଟ୍ରକ୍ସନ୍ ରହିବନି ଏସବୁକୁ ଉଚ୍ଛେଦ ନିମନ୍ତେ ଥିଲା ଏବଂ ରୋଡ଼ ସେଫ୍ଟି ଉପରେ ବିଶେଷ କରି କଡ଼ାକଡ଼ି ଭାବେ ଏନଫୋର୍ସମେଣ୍ଟ କରିବା ଯେଉଁଭଳି ଭାବେ ବ୍ଲାକ୍ ସ୍ପଟ୍ ଯେଉଁଠି ଥାଏ ସେଇଠି ଆକ୍ସିଡେଣ୍ଟ ହୁଏ ତାର କେମିତି ଇରାଡିକେଟ୍ ହେବ ଏସବୁ କଥାକୁ ନେଇକରି ଆମେ ଆମ ବିଭାଗ ତରଫରୁ ବିଭାଗ ସେକ୍ରେଟାରୀ ମଧ୍ୟ ସମସ୍ତ ଜିଲ୍ଲାପାଳ ସମସ୍ତ ପ୍ରଶାସନକୁ ମଧ୍ୟ ଏସ୍ପିଙ୍କୁ ମଧ୍ୟ ପୁଲିସ ପ୍ରଶାସନକୁ ମଧ୍ୟ ଅବଗତ କରିଥିଲେ ଏବଂ ଏବେ ସେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ଏପଟେ ଆପଣ ଗତ ମାସର ଦେଖିବେ ଯେଉଁଭଳି ଭାବେ ଆପଣ ମନେ ପକାନ୍ତୁ ରାଙ୍ଗାରେଡ୍ଡିର ଯେତେବେଳେ ହେଲା ସେତେବେଳେ ହ୍ୟୁମାନ୍ ରାଇଟ୍ସ କମିଶନ ମଧ୍ୟ ଦେଇଥିଲେ ଏବଂ ତାଙ୍କ ରିପୋର୍ଟ ମଧ୍ୟ ପ୍ରକାରେ ଆମେ ମଧ୍ୟ ଯେମିତିକି ଫାୟାର ଡିଟେକ୍ସନ୍ ସଫ୍ଟୱେର୍ ସିଷ୍ଟମ୍ ଯେମିତି ସବୁ ଗାଡ଼ିରେ ଲାଗିବା କଥା ସେ ଯେଉଁ ପାଣି ଲାଗିବା କଥା ପାଣି ଟ୍ୟାଙ୍କି ଲାଗିବା କଥା ଏବଂ ଡ୍ରାଇଭର ଆଉ ଇଏ ମଧ୍ୟରେ କୌଣସି ବ୍ୟାରିୟର ରହିବା କଥା ନାହିଁ ୟା ଉପରେ ମଧ୍ୟ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲୁ ଆମେ ମଧ୍ୟ ଧରପକଡ଼ କରିଥିଲୁ କିଛି ବସ୍ରେ ତାକୁ ଏବେ ଲଗାଇଲେଣି ଏବଂ ଏ ଭିତରେ ଗୋଟେ ଆଲୋଚନା ମଧ୍ୟ ବସ୍ ଓନର୍ସ ଆସୋସିଏସନ୍ମାନଙ୍କ ସହିତ ମଧ୍ୟ ଆମେ କରିଛୁ କଲାପରେ ସେମାନେ ଆକୁ ପଦକ୍ଷେପ ନେଇଛନ୍ତି ଆମକୁ ସହଯୋଗ ବି କରିଛନ୍ତି ଏବଂ ଏବେ ଗତ ମାସର ଆପଣ ଏନଫୋର୍ସମେଣ୍ଟ ଦେଖିବେ ଆମର ବିଭାଗ ନିର୍ଦ୍ଦେଶ କ୍ରମେ ଯେଉଁଭଳି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ପାଖାପାଖି 1,33,000 ଚାଲାଣ କଟିଛି ଏବଂ ସେଥିରୁ 47,000 ଚାଲାଣର ଆମେ ଡିସ୍ପୋଜ୍ ବି କରିଛୁ 5,000 ଡିଏଲ୍ ସସ୍ପେଣ୍ଡ ହେଇଛି ଏବଂ 250 ଆର୍ସି ସସ୍ପେଣ୍ଡ ପାଇଁ ଆମେ ନୋଟିସ୍ କରିସାରିଛୁ 16 କୋଟି ଟଙ୍କାର ପେନାଲ୍ଟି ଆମେ ଏ ମାସେ ଭିତରେ ଆଦାୟ କରିଛୁ ଏବଂ ଏପଟେ ଆଇଏମ୍ଏସ୍ରେ ଯେଉଁଭଳି ଆମେ କ୍ୟାମେରା ଲଗାଇବା କଥା ଆମେ ବିଗତ ଦିନରେ ଏବେ ଲଗାଇଥିଲୁ ଯେମିତିକି ବ୍ରହ୍ମପୁର ଟୁ ତପ୍ତପାଣି ବ୍ରହ୍ମପୁର ଟୁ ଭଞ୍ଜନଗର ଏବଂ ଗିରିଶ୍ୱରରୁ ଲକ୍ଷ୍ମଣନାଥ ପାଣିକୋଇଲି ଟୁ ରାମେଶ୍ୱର ଏଇ ଜାଗାରେ ଆମେ କ୍ୟାମେରା ଅଲରେଡ଼ି ଲଗାଇ ସାରିଛୁ ଆଇଏମ୍ଏସ୍ର ଏବଂ ସବୁ ରୋଡ଼ରେ ଷ୍ଟେଟ୍ ରୋଡ଼ ଏବଂ ହାଇୱେ ସବୁଠି ମଧ୍ୟ ନ୍ୟାସନାଲ୍ ଜାତୀୟ ରାଜପଥ ସବୁଠି ମଧ୍ୟ କ୍ୟାମେରା ଲାଗିବ ଅମାନିଆକୁ ରୋକିବା ଏବଂ ଅମାନିଆ ଡ୍ରାଇଭିଂକୁ ରୋକିବା ଏବଂ ଡିଏଲ୍ ନଥାଇକିରି ଗାଡ଼ିକୁ ଇଏ କରିବା ପୁଣି ଲାଇଟ୍ ଭେହିକିଲ୍ ନେଇକିରି ହେଭି ଭେହିକିଲ୍ ଚଲାଇବା ଏସବୁ କଥା ଯେମିତି ଏନଫୋର୍ସମେଣ୍ଟ ଚାଲିଛି ସେପଟେ ମଧ୍ୟ ଯେଉଁ ଅବୈଧ ଯେତେ ସବୁ ଢାବା କଥା କୁହନ୍ତୁ ଦୋକାନ କଥା କୁହନ୍ତୁ ମନ ଇଚ୍ଛା କରିଛନ୍ତି ତାକୁ ମଧ୍ୟ ଆମେ ଚିହ୍ନଟ କରି ମଧ୍ୟ ନିର୍ଦ୍ଦେଶ ରଖିଛୁ ଯେ ସବୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନାଇଁ ଦେଖନ୍ତୁ ନିୟମ ସମସ୍ତଙ୍କ ପାଇଁ ଗୋଟିଏ ତେଣୁ ଅବୈଧ କନଷ୍ଟ୍ରକ୍ସନ୍ ତାକୁ ଯଦି ସେଇଟା ରୋଡ଼ ସେଫ୍ଟିରେ ଆସୁଛି ଏବଂ ଯେଉଁ ସୁପ୍ରିମକୋର୍ଟ କହିଲା ପ୍ରକାରେ ତାର ଯଦି ସେ ବ୍ୟତିକ୍ରମ କରୁଛି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ତାର ମଧ୍ୟ ଆକ୍ସନ୍ ନେଇଛୁ ଆମେ ଡାଲା ଗାଡ଼ିରେ ତ ବୋହିବା କଥା ନାହିଁ ଲୋକମାନେ ଯେଉଁଠି ପରିବହନ ସୁବିଧାକୁ ଆଖି ଆଗରେ ରଖିଲେ ଏବଂ ତରବରିଆ ଭାବେ କିଛି ନ ଭାବିକିରି ଯେଉଁଭଳି ଭାବେ ନେଉଛନ୍ତି ପଦକ୍ଷେପ ଯେ ଯେମିତି ହେଲେ ପଳାଇବା ଯାହା କାରଣରୁ ମଧ୍ୟ ବହୁତ ଆକ୍ସିଡେଣ୍ଟ ଘଟୁଛି ଆପଣ ନଜିର ବି ଅଛି ଏବଂ ତାକୁ କେମିତି ରୋକି ହେବ ତା ପାଇଁ ମଧ୍ୟ ଆମର ବିଭାଗୀୟ ଅଧିକାରୀମାନେ ମଧ୍ୟ ଧ୍ୟାନ ଦେଉଛନ୍ତି ବାଲି ମାଫିଆ ମାନେ ବେଡ଼ଜଙ୍ଗରେ ବାଲି ଚୋରାଚାଲାଣ କରୁଛନ୍ତି ଅଫିସରମାନଙ୍କୁ ବାଡ଼ଉଛନ୍ତି ସରକାରଙ୍କର ପଦକ୍ଷେପ ମଧ୍ୟ ଦୃଢ଼ ହେବା ଦରକାର ଇଏ ଚୋର ତାର
तार बुद्धि को सी आस्ते 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 छाड़ुची बोधे एवं आम जो भाई कठोर कार्यानुष्ठान ग्रहण करुँ एवं अतीत देखिले गोटे आमर जाजपुर जिलार आमर तहसिलदार ट्रैक्टर लगे ये करते आनी आम कार्यानुष्ठान ग्रहण कर अरेस्ट कर गाड़ी को सीज कर से भाया जिते गाड़ी सब गुड़ा सीज कर आपण मैंने सब देखो आपण द्वारा ही लोक भी जानुंट जो भाव आम विभाग तरफ कार्यानुष्ठान ग्रहण कर कार्यानुष्ठान जारी ये जर बाउली ताटे कामुड़ा भाया एमती अप्रीतिकर परिस्थिति घटई कर आसबार अभ्यासगत लोक मैंने एभलिया करेंगे जोटा कि गणतंत्र ग्रहणीय नुह।